स्पीड चलते आउटे देखा आउटे प्रोब्लेम देखा आउटे ले जाओ तुमर विद्यालय नाम कौन सिलाई बस पड़ विद्यालय नाम तुम सब कौ क्लास पिला झील कहलु कौन सब तो पंचम पिला यही बर्तमान कौ क्लास पिला षष्ठ सप्तम अष्टम अच्छे ना नहीं अच्छा तुम विद्यालय केते पिला अच्छा बोले केते पिला टोटाल केते पिला 100 आमे पितामाता विद्यालय को पठे आम कौन झील कौन टी पठे पाठ पढ़ा ना नहीं कौ उद्देश्य पाठ पढ़ा पठे कौन पाइका पाठ पढ़ी भल मनुष्य बस ए तुम यदि इच्छा अच्छी पाठ पढ़ी भल मनुष्य मुझे जहाँ कहबी आज मो कथा ग्रहण कर हाथ टेक केतटारे उठुच पिले माने जो माने 5टारे उठुच हाथ टेक आउ सब 5टारे उठुन देखो गोटे कथा कह आज घरे माँ को कहे ठीक 5टा बेले उठे कहीं जदि बेसी समय शोब जो मैंने 6:30 5:30 उठुंट कि 6टारे उठुंट से तो सूर्य उदय है किंतु 5टारे उठिले कौन आम उपकार पाइबा आमर शरीरटा सब ठीक रहे तेजान रहा झड़ी पड़े तापरे आम प्रभात समय टे बुलिले लाट्रिन जाकि दांत बसिक बुलवा आम देहर जो मलयटा बाज प्रभात समय आम मनटा दिन आग पूरापूरी प्रफुल्ल रहे आ जो पाठ गुरु पढ़े आमर भी मन रहे 5टा बर्तमान तुम जेहेतु षष्ठ सप्तम अष्टम अच्छ पिला तुम 5टा समयटा हूँ ठीक ठीक उठार जिते तुम नवम दशम पढ़ से समय तुम्हें 4टा पर उठाटा ठीक बेसी शोले भल नुहे तुम जो मैंने देख बेसी शोती से गोटे कोढ़िया हो अलसा हो भल पढ़ु थे कि से तार जीवन उन्नति करें ना कि आमर नियम हूँ 4टा पर उठाटा 3:30 पर उठाटा से हूँ ब्रह्म मुहूर्त से समय उठिले ब्रह्मांडर 4 द्वार खोला से ब्रह्म मुहूर्त सर्वदेव मंदिर खोला है पुओ पछे कथबार्ता हम कि शुण राखी हाथ मारे बस धीरे की बस से समय देव मंदिर खोला एवं योगी ऋषि मैंने भी योग करती तपस्या करती भगवान पाइबा तेणु 3:30 4टा ठीक जेहेतु आम छोट पिला आम 5टा बेलू तुम धर 5टा उठ ये काली टे 5टा उठ ना ना अलसा सागे सागे लाट्रिन जीव लाट्रिन गले सागे सागे गोड़ धोई लाट्रिन जाने गोड़टा धोई यहाँ मन रखा गोड़ धोईकी जदि तुम इच्छा है भगवान दुटा फूल तोड़ापा जदि इच्छा ताहले से ड्रेस बदल दब से जो लाट्रिन जो ड्रेस यहाँ संस्कार विषय बुझे से ड्रेसटा बदल आउ ड्रेस पिंधिक भगवान फूल से ड्रेस पिंधि तो पवित्र ना फूलटा
ଆଉ ଗୋଟିଏ ପିଲେ କଥା ମନେ ରଖ, ସାଙ୍ଗେ ସାଙ୍ଗେ ଦାନ୍ତ ଫାନ୍ତ ବସି ଟିକେ ଯଦି ତୁମର ଟ୍ୟୁସନକୁ ଯିବାର ଟାଇମ୍ ହେଇନି ତାହେଲେ ଟିକେ ଯଦି ଅଧଘଣ୍ଟେ ଅଛି କି ଘଣ୍ଟେ ଅଛି ଟିକେ ତ ବହି ବହି ଧରିକିରି ପଢ଼ି ଦେଇପାରିବ। ତେଣୁ ସବୁଦିନେ ତମେ 9ଟା ଭିତରେ ଶୁଅ, ସମୟ 5ଟାରୁ, କିନ୍ତୁ ସେଇ 9ଟା ଭିତରେ ବିଦ୍ୟାଳୟରେ ଗୁରୁ ଯାହା ପାଠ ଦେଇଥିବେ, ଟ୍ୟୁସନ ଗୁରୁ ଯାହା ପାଠ ଦେଇଥିବେ, ତମେ ସେ ସାରିକିରି ଖାଇକି ମଧ୍ୟ ଶୋଇବ, ବିଶ୍ରାମ ନେବ, କିନ୍ତୁ 5ଟାରୁ ଉଠିବ। ଘରେ ମାଆକୁ କହିଦେବ ଯେ 5ଟାରୁ ସବୁଦିନ ଡାକିବେ। ଗୋଟେ ଅଭ୍ୟାସରେ ପଡ଼ିଗଲେ ଆଗ ଟିକେ ଟିକେ ବ୍ୟସ୍ତ ଲାଗିବ ପିଲାଙ୍କୁ, ତମ ଭଲ ପାଇଁ ବୁଝଉଛି, ତାପରେ ଅଭ୍ୟାସରେ ପଡ଼ିଯିବ, 10-12 ଦିନ ପରେ ସେଇ ସମୟରେ ତମକୁ ଆଉ ବିଛଣାରେ ଶୋଇବାକୁ ଭଲ ଲାଗିବ, ଉଠି ପଡ଼ିବ। ଏଇଟା ପ୍ରଥମ କଥା ମନେ ରହିଲା। ତାପରେ ଟ୍ୟୁସନକୁ କେଉଁମାନେ ଯାଉଛ ଟିକେ ହାତ ଟେକିଲ, ଗାଲିର ହାତ ଟେକିଲ ନା। ଟ୍ୟୁସନରେ ଆମେ ଦେଖନ୍ତୁ ସମସ୍ତେ ଧନୀ ଘର ପିଲା ଏଠି ନାହିଁ, ଗରିବ ଘର ପିଲା ବି ଅଛି। ଟ୍ୟୁସନକୁ ଘରେ ପଇସା ନଥିଲେ ବି ଗୋଟେ ଧାର କରିକି ଗୁରୁଙ୍କୁ ଦକ୍ଷିଣା ଦେବା ପାଇଁ ଆମେ ବାପା ମା ପଇସା ଦେଉଛନ୍ତି। ସେ କେତେ କଷ୍ଟରେ ପଇସାଟା ଦେଉଛନ୍ତି। ତମେ ଯେତେବେଳେ ବଡ଼ ହବ ଜାଣିବ ପଇସାଟା ରୋଜଗାର କରିବା କେତେ କଷ୍ଟ। କିନ୍ତୁ ଟ୍ୟୁସନରେ ବସି ବସି ଆସିବାକୁ ଭାବନି। ଗୁରୁ ଯାହା ବୁଝାଉଛନ୍ତି ଆମେ ଯଦି ବୁଝି ନପାରିବା ଆମେ ଛିଡ଼ା ହେଇକି ପଚାରିବା, ଥରକୁ 2 ଥର ପଚାର, କ'ଣ ଯାହା କହୁଛି ଭୁଲ କହୁଛି କି? ପଇସାଟା ଦେଇଛେ ନା, ପାଠଟା ସିନା ପଢ଼ିଲେ ଆମେ ଭଲ ମଣିଷ ହେବା। ଆମେ ଯିବା, ବାପା ମା ପଇସା ଦେଉଛନ୍ତି, ଆମେ ବେଶ ଯିବା ସାଙ୍ଗସାଥିରେ ହସ ଖୁସିରେ ପଳେଇ ଆସିବା। କିନ୍ତୁ ବିଷୟ କ'ଣ ପଢ଼ା ହେଇଛି ଯେଉଁମାନେ ପଢ଼ାଉଛନ୍ତି ଆମେ ବି କହିପାରିବାନି, ଲାଭ କ'ଣ ଯାଇକି। ତାପରେ ଟ୍ୟୁସନ ଗୁରୁ ଯାହା ପାଠ ଦେଇଛନ୍ତି, ବିଦ୍ୟାଳୟରେ ବି ସେମିତି ପାଠ ପଢ଼ିବା ସମୟରେ ତମେ ବି ଗୁରୁଙ୍କୁ ପଚାର, ଯେଉଁଟା ବୁଝି ନପାରୁଛ ଛିଡ଼ା ହେଇକି ଥରକୁ 5 ଥର ପଚାର, କିଛି ନାହିଁ, ତମକୁ ସେ ମନା କରିବେନି ପଚାରିବା ପାଇଁ। ତେଣୁ ଗୁରୁଙ୍କର ପାଠ, ବିଦ୍ୟାଳୟର ପାଠ, ଟ୍ୟୁସନ ପାଠ ରାତିରେ ସାରିକିରି 9ଟା ଭିତରେ ଶୋଇପଡ଼ିବ। ଭୋର ଯେତେବେଳେ 5ଟାରେ ଉଠିବ, ଲାଟ୍ରିନ୍ ଯାଇକିରି, ଯଦି ଲାଟ୍ରିନ୍ ନ ଦେଖିଲା ବସିକି ଟିକେ ପଢ଼ିବ, ସମୟ ହେଇନି ଟ୍ୟୁସନକୁ ଯିବା ପାଇଁକା। ଆଉ ଯଦି ଲାଟ୍ରିନ୍ ଦେଖିଲା, ଲାଟ୍ରିନ୍ ଯାଇକିରି ବେଶ ଗୋଡ଼ ହାତ ଧୋଇ ଯାଇକିରି ଦାନ୍ତଟା ବ୍ରସ୍ କରିଦେଇକିରି ବେଶ ଟିକେ ବହି ପଡ଼ିବ। ଘରେ ଯାହା ଥାଉ, ସମସ୍ତେ ତ ଆମେ ଧନୀ ଘର ପିଲା ନୁହେଁ, ବିସ୍କୁଟ ଥାଉ କି ଯାହା ଥାଉ ଘରେ କ'ଣ ଟିକେ ଖାଇଦେଇକି ଆମେ ଟ୍ୟୁସନକୁ ଯିବା। ଦୈନିକ ଚଳନି କଥା ମୁଁ ଆଜି ତମକୁ କହୁଛି। ତାପରେ ଯେତେବେଳେ ଆମେ ଟ୍ୟୁସନରୁ ଆସି ଗାଧୋଉଛେ, ଏଇଟା ଟିକେ ମନେ ରଖିବେ, ଯାହା ଯାହା ବୁଝଉଛି। 5ଟା ଗୋଟେ ଉଠିବାଟା ଠିକ୍, ଗୁରୁମାନଙ୍କୁ ପଚାରିବାଟା ବି ଏଇଟା ଗୋଟେ କଥା ପଡ଼େ। ତାପରେ ଗାଧୋଇଲା ପରେ ଟିକେ ପୂର୍ବକୁ ମୁହଁ କରିକି ସୂର୍ଯ୍ୟଙ୍କୁ ଟିକେ ପ୍ରଣାମ କର। ସୂର୍ଯ୍ୟଙ୍କୁ ପ୍ରଣାମ କଲେ ଆମେ ବହୁତ ଉପକାର ପାଇବା। କିନ୍ତୁ ପ୍ରଣାମ କଲେ କେମିତି ପ୍ରଣାମ କଲେ? ଭକ୍ତି ଥିଲେ, ଭକ୍ତିରେ ପ୍ରଣାମ କଲେ, ଯଦି ଆମେ ଭଗବାନଙ୍କୁ ଭକ୍ତିରେ ପ୍ରଣାମ କରିବା ସେ ଆମକୁ ଆଶୀର୍ବାଦ କରିବେ। ତେଣୁ ଆମେ ଯେତେ ଦେବାଦେବୀ ଦେଖୁଛେ, କାହାକୁ ଆମେ ଆଖିରେ ଦେଖିଛେ କି? ଆଖିରେ ଦେଖିଛେ, କେବଳ ଚନ୍ଦ୍ର ଦେଖୁଛେ, ସୂର୍ଯ୍ୟ ଦେଖୁଛେ ନା କି? ସୂର୍ଯ୍ୟ ଯେତେବେଳେ ଉଦୟ, ସୂର୍ଯ୍ୟଙ୍କର 4ଟା ଅବସ୍ଥା ଅଛି, କିଶୋର, ବାଲ୍ୟ ଆଉ ଯୌବନ, ବୃଦ୍ଧ, ପ୍ରତିଟି 4 ଅବସ୍ଥା। ତେଣୁ ସୂର୍ଯ୍ୟଙ୍କ ବିଷୟରେ ମୁଁ ତୁମକୁ ଆଉ ଦିନେ କହିବି, ସେଟା ପୁରା ଅଧଘଣ୍ଟେ ଟାଇମ୍ ନେବ। ମୁଁ ବର୍ତ୍ତମାନ ଆଜି ଖାଲି ସର୍ଟ କଥା କହୁଛି ଯେ ସୂର୍ଯ୍ୟଙ୍କୁ ସବୁବେଳେ ଭକ୍ତି କର ଗାଧୋଇଲା ପରେ। ଯଦି ଯେଉଁଦିନ ଥଣ୍ଡା ହେଇଛି ଆମେ ଗାଧୋଇବାନି ଆଜି, ତଥାପି ଗୋଡ଼ ହାତ ଧୋଇକି ଭଗବାନଙ୍କୁ ମୁଣ୍ଡିଆଟା ମାରିବା କିଛି ଅପରାଧ ନୁହେଁ। ଏମିତି ଛିଡ଼ା ମୁଣ୍ଡିଆ ମାରିବ। ଆଗ ଫାଷ୍ଟ ତୁଳସୀ କତିକି ଯିବ, ତୁଳସୀ ମାଆକୁ ଗୋଟେ ମୁଣ୍ଡିଆ ମାର। ସେଇଟା ମନେ ରଖନ୍ତୁ ଭଲ ଭାବେ। ଏମିତି ଘର ମନେକର ଏଇଠି ତୁଳସୀ, ଆମେ ତୁଳସୀକି ମୁଣ୍ଡିଆ ମାରୁଛୁ, ପୂର୍ବ ମୁଖା ହେଇଥିବା ତୁଳସୀକି ମୁଣ୍ଡିଆ ମାରିକି ଏମିତି ମୁଣ୍ଡିଆ ମାରିବା। ଏଇଠୁ ମୁଣ୍ଡିଆଟା ଆରମ୍ଭ ହେବ, ଏଇଠୁ ଏଇଠି ଏଇ ହୃଦୟରୁ ଆରମ୍ଭ ହେବ, ଏଇଠି ଶେଷ ହେବ। କାହିଁକି ହୃଦୟରୁ ଆରମ୍ଭ ହେବ, ଏଇଠି ଶେଷ ହେବ, ଏଇଠି ମୁଣ୍ଡିଆଟା ଶେଷ ହେଲା ବୋଲି କହିଲି, ତୁମେ ବଡ଼ ହେଲେ ଜାଣ ଏ ଶରୀର କଥା। ମୁଁ ବର୍ତ୍ତମାନ ତୁମକୁ କହିବି, କିନ୍ତୁ ତୁମେ ଏଇଠୁ ପ୍ରଣାମ କର। ଏଇଠି ଲକ୍ଷ୍ମୀନାରାୟଣ ଅଛନ୍ତି, କହିଦେଲି ଗୋଟିଏ କଥା।
ଏଇଠି ତମକୁ ଯେ ପଠେଇଛନ୍ତି ସୃଷ୍ଟି ପାଇଁ ଏତିକି ଜାଣିଛ। ତେଣୁ ଏଇଠି ଆରମ୍ଭ ହେଲା, ଏଇଠୁ ଶେଷ ହେଲା। ତୁଳସୀ ପ୍ରଣାମ କଲ, ସେଇ ଜାଗାରେ ଛିଡ଼ା ହେଇନି, ଆଉ ଦୂରକୁ ଆଗରେ ଘୁଞ୍ଚିବନି। ସେଇ ତୁଳସୀ ସାମ୍ନାରେ ଏଇଠି ତୁଳସୀ ଅଛନ୍ତି, ଏଠି ଛିଡ଼ା ହେଇଛ, ସୂର୍ଯ୍ୟଙ୍କୁ ବନ୍ଦ ଅଧା ଆଖି ବୁଝିଦେବ। ଦେଖିଲ ହାତଟା ଏଠି ଗଲା, ଏଠି ଗଲା, ହାତ ସମ୍ପୂର୍ଣ୍ଣ ଛାଡ଼ିଦେବ। ତାହେଲେ ଭଗବାନଙ୍କୁ ତମେ ସମର୍ପଣ ହେଇଗଲ। ସୂର୍ଯ୍ୟନାରାୟଣ ହାତଟା ଛାଡ଼ିଦେବା ଆମେ ତମେ ଭଗବାନଙ୍କୁ ସମର୍ପଣ ହେଇଯାଉଛ। ଏଇଟା ମନେ ରଖନ୍ତୁ। ତାପରେ ଆଉ ଗୋଟେ କଥା ମୁଁ ଛାଡ଼ି ଦେଇ ଯାଇଛି। ଯେତେବେଳେ ପ୍ରଥମ ଉଠିଲ, ମୁହଁ ଧୋଇଦେଲ, ଯଦି ଲାଟ୍ରିନ୍ ଦେଖେଇଛି ତ ଭଲ କଥା, ଯଦି ଲାଟ୍ରିନ୍ ଦେଖେଇନି ଡେରି ଅଛି, ତାହେଲେ ଗୋଟେ ଜାଗାରେ ତଲେଇ ପକେଇକି ଟିକେ ବସି ପଡ଼ିବ। ପୂର୍ବମୁଖା ହେଇକି ବସିବ। ପୂର୍ବମୁଖା ହେଇକି ବସିକିରି ଚେକାସନରେ ତମେ 3 ଥର ହଉ, 7 ଥର ହଉ, 11 ଥର ହଉ, ଓମ୍ ନମଃ ଭଗବତେ ବାସୁଦେବାୟ ଟିକେ ମନେ ମନେ ଚିନ୍ତା କର। ମନେ ମନେ ଚିନ୍ତା କରିକିରି ଓମ୍ ନମଃ ଭଗବତେ ବାସୁଦେବାୟ ଗୋଟିଏ ଶୁଣୁଥା। এই দ্বাদশ মন্ত্রটা কামদেব জীবনের পড়ে। ওম নমঃ ভগবতে বাসুদেবায় ଟିକେ ଚିନ୍ତା କରିକି ହୃଦୟ ଚିନ୍ତା କରିବ। ତାହେଲେ ବଡ଼ ପାଟିରେ କହିବ ନାହିଁ, ମୁଁ କହିବି ଲେଖିବ। ରୁହ ଟିକେ ଶୁଣ, ତମେ ବହୁତ ଦୁଷ୍ଟ ଯଦି 3 ଥର ତମକୁ କହିବ, ତମେ ନିରବରେ ଟିକେ ବସ, ଭଲ କଥାଟା ଆଲୋଚନା କରିକି ଶୁଣ, ତମ ଜୀବନ କେମିତି ଉନ୍ନତି। ଓମ୍ ନମଃ ଭଗବତେ ବାସୁଦେବାୟ ଜପ କରିବାଟା ମାତ୍ର 2 ମିନିଟ୍ ଟାଇମ୍। କେତେ ତମେ କହିକି ଆଣ୍ଠେଇକି ପୂର୍ବ ମୁହଁ କରିବ, ଆଣ୍ଠେଇକି ପ୍ରଣାମ କରିବ, ଆଣ୍ଠେଇକି ମୁଣ୍ଡ ତଳେ ଲାଗିବ, ହାତ ଦୁଇଟା ଏମିତି ଉପରକୁ କରିବ, ମୁଣ୍ଡଟା ତଳକୁ ଲାଗିବ, ହାତ ଦୁଇଟା ସେ ମନ୍ତ୍ରଟା ଜପ କରି ସେ ଜୁହାର ହେବ। ଜୁହାର ହେଇକି ଆଉ ଯଦି ପାରିବ, ତମେ ତ ଛୋଟ ପିଲାରେ ଏତେ କଥା ମନେ ରଖିପାରିବ ନାହିଁ, ତଥାପି ଖାଲି ଗୋଟିଏ ମନ୍ତ୍ର ଜପ କର। ଆଉ ଜନ୍ମଦିନ କି କୌଣସି ଶୁଭ କାମରେ ପିତାମାତାଙ୍କ ପାଦ ଛୁଇଁକି ଟିକେ ମୁଣ୍ଡିଆ ମାର। ବୁଝିଲେ, ପିତାମାତା ହେଉଛନ୍ତି ତମର ଚଳନ୍ତି ଠାକୁର ଭଗବାନ। ଗୋଟେ ବି ବାର୍ତ୍ତା ଏଠି ପଠାଇଛି, ପେପର ଏଠି ମରା। ତେଣୁ ଜନ୍ମଦିନ କି କୌଣସି ଶୁଭ କାମରେ ମାରିବ। ଆଉ ଯଦି ସେଇଠି ଓମ୍ ନମଃ ଭଗବତେ ବାସୁଦେବାୟ ଜପ କରି ସାରିଲା ପରେ 10 ଥର କର କି 11 ଥର କର କି 7 ଥର କର କି 3 ଥର କର, ଜପ କରିକି ଗୋଟେ ପ୍ରଣାମ କଲା ବେଳେ ପ୍ରଣାମରୁ ଉଠିକି ଆଉ ଥରେ ମୋ ପିତାମାତା ଆଗରେ ଛିଡ଼ା ହେଇଛନ୍ତି, ନିଜେ ନିଜେ ଭାବିକି ଆଉ ଥରେ ଗୋଟେ ଡବଲ ମୁଣ୍ଡିଆ ମାରିଦେବ। ଥରେ ମୁଣ୍ଡିଆ ମାରିଲେ ଉଠିଲ, ହାତ ବି ଏମିତି ଉପରକୁ ଛାଡ଼ିଦେବ। ଯେତେବେଳେ ମୁଣ୍ଡିଆ ମାରିବ ଉଠିବ, ଏ ହାତ ଉପରକୁ ଛାଡ଼ିଦେବ। ମନ୍ଦିରକୁ ଯାଇଛ, ମୁଣ୍ଡିଆ ମାରିବ ଉଠିବ, ହାତ ଉପରକୁ ଛାଡ଼ିଦେବ, ଟେକିଦେବ। ସବୁ ଜାଗାରେ ଭଗବାନ ପାଖରେ ହାତଟା ଉପରକୁ ଟେକିଦେବ, କେଉଁଠି ଛାଡ଼ିବ। এই ଜିନିଷଟା ମନେ ରଖନ୍ତୁ। ଯେଉଁମାନେ ମନେ ରଖିବେ ସେମାନେ ଉତ୍ତମ ମଣିଷ ହେବେ। ଆଉ ସୂର୍ଯ୍ୟଙ୍କୁ ଭକ୍ତି କଲେ କ'ଣ ହେବ, ତମର ସ୍ମରଣ ଶକ୍ତି ବଢ଼ିବ। ସବୁଦିନ ଯଦି ପ୍ରଣାମ କରିବ, ସୂର୍ଯ୍ୟଙ୍କୁ ପ୍ରଣାମ କରିବ, ରବିବାରଟାରେ ଆଇଁଷ ଖାଇବ ନାହିଁ, ସେଟା ହେଉଛି ସୂର୍ଯ୍ୟନାରାୟଣ ପୂଜା। ରବିବାରରେ ଟୋଟାଲ ଆଇଁଷ ଖାଇବ, ଅନ୍ୟ ବାରରେ ଖା, ରବିବାର ଘରେ ମନା କର, ରବିବାରଟାରେ ଆଇଁଷ ପୁରା ନାହିଁ। ସେତେ ବାର ଅଛି, ଯେମିତି ଶିବ ସୋମବାର ହେଲା ଶିବଙ୍କ ବାର, ମଙ୍ଗଳବାର ହେଲା ମଙ୍ଗଳବାର ବାର, ନାକି ଗୁରୁବାର ହେଲା ଲକ୍ଷ୍ମୀବାର। ଆମେ ହିନ୍ଦୁ ଧର୍ମର ବାରୁଛେ, ଆମର ରବିବାର ହେଲା ସୂର୍ଯ୍ୟନାରାୟଣ ବାର। ସେଇ ବାରଟାରେ କ'ଣ ଆଇଁଷ ନ ଖାଇଲେ ଚଳିବନି? ଶୁକ୍ରବାର ବୁଧବାର ଘରେ ଖାଇଦେବ, ଅନ୍ୟ ବେଳେ ଆଣ। ସେଇ ବାରଟାରେ ଆମେ ଆଣିବା ଏଇ ମାନେ ଅଛି କ'ଣ? ରବିବାର ତ ଆମ ସୂର୍ଯ୍ୟନାରାୟଣଙ୍କ ବାର। ଆମେ ତ କେଉଁ ଠାକୁରଙ୍କୁ ଦେଖୁନେ, ହେଲେ ସୂର୍ଯ୍ୟଙ୍କୁ ତ ଦେଖୁଛେ ଆଖିରେ। ସୂର୍ଯ୍ୟ ଅସ୍ତ ହେଉଛନ୍ତି, ପୁଣି ଉଦୟ ହେଉଛନ୍ତି, ପୁଣି ଅସ୍ତ ହେଉଛନ୍ତି, ଆମେ ଦେଖୁଛେ। ତେଣୁ ଆମେ ତାଙ୍କ ବାରଟାରେ କାହିଁକି ଆଇଁଷଟା ନ ଖାଇଲେ କ'ଣ ଚଳିବନି? ମରିଯାଉଛି। ବୁଧବାର ଖାଉନ କି ଶୁକ୍ରବାର ଖାଉନ ଆଇଁଷ, କିନ୍ତୁ ରବିବାର ପୁଅ ପିଲାମାନେ କ୍ଷୀର ହେବନି। କ'ଣ ଅନ୍ୟ ବେଳରେ କ'ଣ ଯିଏ କ୍ଷୀର ହେବ, ଆମେ ଯାଉଛେ ଟ୍ୟୁସନକୁ, କେଉଁଠି ଟିକେ 10 ମିନିଟ୍ ଛିଡ଼ା ହେଇକି କ୍ଷୀର ଛିଡ଼ା ହେବନି କି ଶନିବାରଟା କ୍ଷୀର ହେବନି। ଚେଷ୍ଟା କର, ରବିବାରଟା କ୍ଷୀର ନ ହେବା ଭଲ, ରବିବାରଟାରେ ଆଇଁଷ ନ ଖାଇବା ଭଲ। ସବୁବେଳେ ସୂର୍ଯ୍ୟନାରାୟଣଙ୍କୁ ଭକ୍ତି କଲା ତମର ଟିକେ ଶକ୍ତି ଆସିବ, ସ୍ମରଣ ଶକ୍ତି ଆସିବ। ଶକ୍ତି ଆସିବ କେମିତି? ଚେୟାରଟା ଠିକ୍ ତେତିଆର ରହିବ। ତେଣୁ ସେଥିପାଇଁ ଗୁରୁମାନେ କୁହନ୍ତି ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ବୁଝିପାରିଲ ମା ମାନେ? ଯେଉଁଟା କୁହନ୍ତି ସକଳ ଶକ୍ତିର ଆଧାର,
সেটা ଆମେ ପାଳନ କଲେ ସିନା ସକଳ ଶକ୍ତି ଆମେ ତାଙ୍କଠୁ ପାଇବା। ଆମେ ମନେ ମନେ କହିଦେଲେ କେମିତି ବୁଝିପାରିଲ? ଆଉ ସବୁବେଳେ ଗୁରୁ ଗୁରୁଜନଙ୍କୁ ଡାକିଲେ ଟିକେ ଆଜ୍ଞା କର, କରନ୍ତୁ ନାହିଁ। ଦିନକୁ ଦିନ ବଡ଼ ହେଲ, ତମ ଶିକ୍ଷାର ଗୋଟେ ସଂସ୍କାର, ତମେ ସମ୍ମାନ ଦେଲେ ସମ୍ମାନ ପାଇବ। କି ଗୁରୁ ଗୁରୁଜନଙ୍କୁ ଦେଖିଲା ବାଟରେ ଟିକେ ଧର ସାଇକେଲ ଧରିକି ଯାଉଛ, ସାଇକେଲ ଚଢ଼ିକିରି ହାତ ଛାଡ଼ିକି ଜୁହାର ହେବନି, ଖାଲି ମୁଣ୍ଡଟା ନଇଁବ। ସାଇକେଲ ଧରିଥିବ କି ଗାଡ଼ି ଚଲାକି ଜୁହାର କର, ଖାଲି ମୁଣ୍ଡଟା, ଜଣେ ଗୁରୁଜନ ଆସୁଛନ୍ତି ମୁଣ୍ଡଟା ଟିକେ ନଇଁବ, ତାମାନେ ହାତଟା ଛାଡ଼ିଦେବାକୁ ମୁଁ କହୁନି। ବିପଦ ଅଛି, ହାତ ଛାଡ଼ିଦେବା କେହି, ହାତ ଛାଡ଼ିକି ଗୋଟା ହାତରେ ଯେମିତି କରିଦିଅନ୍ତି ସେଟା ଠିକ୍ ନୁହେଁ। କିନ୍ତୁ ଖାଲି ମୁଣ୍ଡଟା ନଇଁଦେଲେ କ'ଣ ଗୁରୁଜନ ମାନେ ଜାଣିପାରିବେନି? ଭଗବାନ ଆମକୁ ମଙ୍ଗଳ କରିବନି କି? ହଉ, ଆଜି ଏତିକି ଯାହା କହିଲି, ସୂର୍ଯ୍ୟଙ୍କୁ ଟିକେ ଭକ୍ତି କର, 5ଟାରେ ଉଠ। ମୁଁ ଗୋଟେ କଥା କହିଛି, ଗୁରୁମାନଙ୍କୁ ଶିକ୍ଷା ଭାବରେ ପଚାର, ଯଦି ବୁଝି ନ ପାରୁଛ, ଯଦି ଭଲ ମଣିଷ ହେବାର ଇଚ୍ଛା ଅଛି, ଗୁରୁ ଗୁରୁଜନକୁ ବି ହାଡ଼ କଥାବାର୍ତ୍ତା କରିବ ନାହିଁ। ବାପା ମା ହୁଅନ୍ତୁ, ଗୁରୁ ଗୁରୁଜନ ହୁଅନ୍ତୁ, ହାଡ଼ କଥାବାର୍ତ୍ତା କରିବ ନାହିଁ। ହଉ, ଆଜି ଏତିକି। ମୁଁ ଆଉ ଦିନ ତୁମ ବିଦ୍ୟାଳୟକୁ ଆସ, ଆଉ ଗୋଟେ ବିଷୟରେ ବୁଝିବି। ହଉ।